ସୁସ୍ଥତା ଲାଗି ଏ ସହଭାଗିତାରେ ଯୋଗ ଦେଇ ପାରୁନଥିଲି। ଆଉ ପ୍ରଭୁଙ୍କର ମହାନ ଅନୁଗ୍ରହ ଲାଗି ଆଜି ମୁଁ ଏଠାରେ ପୁଣି ଥରେ ଯୋଗ ଦେବା ଲାଗି ସୁଯୋଗ ପାଇବା ସଙ୍ଗେ ସଙ୍ଗେ ଗୋଟେ ସାହସ ଜୁଟେଇ ପାରିଲି। କାହିଁକିନା ଯୋଉ ମେଡିସିନ ଗୁଡିକ ନେବାକୁ ପଡୁଥିଲା ତଦ୍ୱାରା ଉଠି ପାରିବା ସକାଳୁ ବହୁତ କଷ୍ଟ ଥିଲା। ଆଉ ମାତ୍ର ମୁଁ ଏଇ ସହଭାଗିତାକୁ ଏତେ ଆଶୀର୍ବାଦର ସମୟ ହିସାବରେ ମାନେ ନିଜେ ଅନୁଭବ କରୁଥିଲି ଆଉ ସବୁବେଳେ ୱେଟ୍ କରୁଥିଲି। ମାତ୍ର ଗୋଟେ ପରିସ୍ଥିତି ଏମିତି ଆସିଲା ଦୀର୍ଘ ପାଖାପାଖି 1.5-2 ମାସ ହବ ମୁଁ ଏଥିରେ ଯୋଗ ଦେବା ଲାଗି ସମର୍ଥ ହେଇପାରୁନଥିଲି। ମୁଁ ବହୁତ ମିସ୍ କରୁଥିଲି ଏ ସହଭାଗିତାକୁ। ମାତ୍ର ପ୍ରଭୁ ଦୟା କଲେ ଯେ ମୁଁ ପୁନର୍ବାର ମୋର ଏଇ ସହଭାଗିତା ସାଙ୍ଗେ ଯୋଡି ହେଇପାରିଛି। ଏଇଟା ପ୍ରଭୁଙ୍କର ଗୋଟେ ଅନୁଗ୍ରହ। ଆଉ ଶାରୀରିକ ସୁସ୍ଥତାର ଅନୁଭୂତି ସଙ୍ଗେ ସଙ୍ଗେ କିଛି ଉତ୍ତମ ପ୍ରାର୍ଥନାର ମଧ୍ୟ ଉତ୍ତର ମିଳିଥିବାରୁ ମଧ୍ୟ ଧନ୍ୟବାଦ ଦିଏ। ଯେ ଆମେ ଆପଣମାନେ ହୁଏତ ଜାଣିଥିବେ ଆମେ ଖ୍ରୀଷ୍ଟ କେନ୍ଦ୍ରିକ ଲିଡରସିପ ଲାଗି ଟ୍ରେନିଂ ଦେଇଥାଉ କ୍ରାଇଷ୍ଟ ସେଣ୍ଟର ଲିଡରସିପ ର। ଆଉ ଗୋଟେ ଅଞ୍ଚଳରେ କାର୍ଯ୍ୟ କରୁଥିବା କିଛି ଆମର ପ୍ରଚାରକ ପାଳକ ଆଉ କିଛି ଇଭାଞ୍ଜେଲିଷ୍ଟ ବନ୍ଧୁ ମାନଙ୍କ ନିମନ୍ତେ ଗୋଟେ ପ୍ରାର୍ଥନାର ବୋଝ ପ୍ରଭୁ ଦେଇଥିଲେ ଯେ ସେମାନଙ୍କ ନିକଟରେ କେମିତି ଶିକ୍ଷା ପହଞ୍ଚି ପାରିବା। 2 ବର୍ଷ ପୂର୍ବରୁ ମାତ୍ର ଏଇ ବିଗତ ଦିନ ମାନଙ୍କରେ ଏଇ ବର୍ଷରେ ସେ ବିଷୟଟି ସମ୍ଭବ ହେଇପାରିଛି, ଯୋଉଟା କି ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେଲି ଯେ ଏ ବିଷୟଟା ଲାଗି ପ୍ରଭୁ ସମୟ କରିପାରିଲେ, ସୁବିଧା ଦେଲେ। ଆଉ ତାଙ୍କର ଏ ବିଷୟଟି ଆମେ ପହଞ୍ଚେଇବା ଲାଗି ସାମର୍ଥ୍ୟ ହେଇପାରିଲୁ। ଆଉ ତା କାରଣ ଏଇଟା ଯେ ସେମାନେ ବହୁତ କମ ତାଙ୍କ ଭିତରୁ ଶିକ୍ଷା ପାଇଛନ୍ତି। ଯଦି ଆମେ ଦେଖୁ ଏକାଡେମିକାଲି ବି ସେମାନେ ବହୁତ କମ ପାଠ ପଢିଛନ୍ତି ଏବଂ ତତ୍ସଙ୍ଗେ ସଙ୍ଗେ ବାଇବେଲ ବିଷୟରେ ମଧ୍ୟ ସେମାନେ ଶିକ୍ଷା ବହୁତ କମ ପାଇପାରନ୍ତି। ଆଉ ଯଦି ମାନେ ଗୋଟେ ସହଜ ଉଦାହରଣ ହଉଛି ସେମାନଙ୍କ ଜୀବନ ହଉଛି 5 ରୁଟି 2 ମାଛ ପରିକା, ଯୋଉଟା 5000 ଲୋକଙ୍କ ଲାଗି ହୁଏତ ଯଥେଷ୍ଟ ପରି ଲାଗି ନପାରେ। ମାତ୍ର ସେଇ 5 ରୁଟି 2 ମାଛକୁ ସେମାନେ ସବୁ ସମୟରେ ଯୋଉମାନେ କ୍ଷୁଧିତ ଆଉ ତୃଷିତ ଲୋକମାନଙ୍କ ଆଗରେ ପରିବେଷଣ କରୁଛନ୍ତି। ଆଉ ପ୍ରଭୁ ସେଥିରେ ତାଙ୍କର ଆଶୀର୍ବାଦ ଯୋଗ କରୁଛନ୍ତି ଆଉ ସେଥିରେ ଲୋକମାନେ ପରିତୃପ୍ତ ହଉଛନ୍ତି। ଏଇ ବିଷୟଟା ସେମାନଙ୍କ ଜୀବନର ରେ ଆମର କିଛି ସହଯୋଗ କରିପାରିବାର ମାନେ ଆମକୁ ଗୋଟେ ପ୍ରଭୁ ସୁଯୋଗ ଦେଲେ, ସେଥିପାଇଁ ଗୋଟେ ଧନ୍ୟବାଦ ଦେବି। ଆଉ ତତ୍ ସଙ୍ଗେ ସଙ୍ଗେ ପ୍ରଭୁ ଆଉ ଗୋଟେ ନୂତନ ବୋଝ ଦେଇଛନ୍ତି ସେ ଅଞ୍ଚଳର ମହିଳା ମାନେ ଆଉ ତା ସାଙ୍ଗେ ସାଙ୍ଗେ ଆମର ଲିଡରସିପ ରେ ଥିବା ଆଉ କିଛି ମହିଳା ମାନଙ୍କ ନିମନ୍ତେ, ଯୋଉମାନଙ୍କ ଭିତରେ ମୁଁ ଭାବୁନଥିଲି ଏ ବିଷୟଟା ଏତେ ଗମ୍ଭୀର ଥିବ ବୋଲି, ଯେ ସେମାନେ ମଧ୍ୟ ପଢି ଜାଣନ୍ତିନି। ଆଜିର ସମାଜରେ ଆମେ ଯେତେବେଳେ ଚିନ୍ତା କରୁ ଯେ ସେମାନେ ମିନିମମ୍ ବି ଯେତିକି ଶିକ୍ଷାର ସୁଯୋଗ ସେମାନେ ପାଇନାହାନ୍ତି, ଅକ୍ଷର ବି ଚିହ୍ନି ପାରନ୍ତିନି, ମାତ୍ର ଶୁଣି ଶୁଣି ଯାହା ପ୍ରଭୁଙ୍କ ବିଷୟରେ ଜାଣୁଛନ୍ତି ତାକୁ ବି ସେମାନେ ଅନ୍ୟମାନଙ୍କ ନିକଟରେ ପହଞ୍ଚଉଛନ୍ତି। ତ ଆଜି ଆମେ ମାନେ ଯେତେବେଳେ ମୁଁ ନିଜକୁ ସେ ଜାଗାରେ ମାନେ ଏତେ ଲଜ୍ଜିତ ଅନୁଭବ କଲି ଯେ ପ୍ରଭୁ ମତେ ଏତେ ଅଧିକା ଦେଇ ମଧ୍ୟ ମୁଁ ତାକୁ କିଛି କାମରେ ଲଗେଇ ପାରୁନି। ସେଇଟା ମତେ ଗୋଟେ ବୋଝ ପୁଣି ଥରେ ପ୍ରଭୁ ଦେଲେ, ପ୍ରାର୍ଥନାରେ ରଖିଛି। ଆଉ ଆପଣ ମାନଙ୍କର ମଧ୍ୟ ପ୍ରାର୍ଥନାର ସହଯୋଗ ଚାହିଁବି ଯେ ପ୍ରଭୁ ଏଇ କ୍ଷେତ୍ର ଲାଗି ଯୋଉ ମାନେ ଆଜିର ସମୟରେ ବି ଏମିତି ଲୋକମାନେ ଅଛନ୍ତି ଯୋଉମାନେ ପ୍ରଭୁଙ୍କ ବିଷୟରେ ଜାଣିଲା ପରେ ମାନେ ଯେହେତୁ ତାଙ୍କର ପାଠ ପଢାର ଅଭିଜ୍ଞତା ନାହିଁ, ସେମାନେ ବାଇବେଲ ଟିକେ ବି ନିଜରୁ ପଢି ପାରୁନାହାନ୍ତି କିମ୍ବା କୌଣସି ଶିକ୍ଷା ତାଙ୍କ ପାଖରେ ପହଞ୍ଚି ପାରୁନି। ଆଉ ଏଥିରେ ମୋର ପ୍ରାର୍ଥନା ସଙ୍ଗେ ସଙ୍ଗେ ଆପଣ ମାନଙ୍କର ବି ପ୍ରାର୍ଥନା ଚାହେଁ, ହୁଏତ ପରବର୍ତ୍ତୀ ସମୟରେ ଏଇ ଉଦ୍ଦେଶ୍ୟରେ ପ୍ରଭୁଙ୍କର କାର୍ଯ୍ୟକୁ ମୁଁ ସାକ୍ଷ୍ୟ ରୂପେ ଆପଣ ମାନଙ୍କ ଆଗରେ ଯେମିତି ରଖିପାରିବି ପ୍ରଭୁ ଅନୁଗ୍ରହ କରନ୍ତୁ। ଆଉ ଏ ସୁନ୍ଦର ସହଭାଗିତା ଲାଗି ପୁଣି ଥରେ ଧନ୍ୟବାଦ ଦଉଛି ଆପଣ ମାନଙ୍କୁ। ପ୍ରଭୁ ଆଶୀର୍ବାଦ କରନ୍ତୁ ବହୁଳ ଭାବରେ ଏଇ ନୂତନ ବର୍ଷରେ। ଧନ୍ୟବାଦ।